There are so many people in the world today who have received so many opportunities to know God and follow Him. ଅନେକ ଲୋକମାନଙ୍କୁ ଏହି ପୃଥିବୀରେ ଅନେକ ସୁଯୋଗ ମିଳିଛି କି ତାଙ୍କେ ପରମେଶ୍ୱରକୁ ଜାଣିବେ ଏବଂ ତାଙ୍କର ପଥଗାମୀ ହେବେ। I am very sure that you must have come across so many incidents in your life where God is trying to teach you something, but you and I, we are rebellious and we are stubborn. ଆମମାନଙ୍କ ଜୀବନରେ ଆମେ ଦେଖୁଅଛୁ ଅନେକ ଥର ଆମମାନଙ୍କୁ ସୁଯୋଗ ଦେଇଛନ୍ତି, ପରମେଶ୍ୱର ସୁଯୋଗ ଦେଇଥିଲେ ମଧ୍ୟ ଆମେ ଅନେକ ଥର ତାଙ୍କରି ବିରୁଦ୍ଧରେ ଆମେ କାମ କରୁଛୁ ଏବଂ ତାଙ୍କର ଆଜ୍ଞାକୁ ଅବାଧ୍ୟ ହେଇଛୁ। It's very common in India ଏହା ଭାରତରେ ସର୍ବସାଧାରଣ that the father always tells to his son to drive safely. To drive safely. ଆଉ ପ୍ରତ୍ୟେକ ଥର ବାପା ପୁଅକୁ ଗାଡ଼ି ଚଲାଇବା ସମୟରେ ପୁଅ ଜାଗ୍ରତରେ ଚଲେଇବୁ ବୋଲି କହିଥାନ୍ତି। But this young man does not want to listen to his father. He feels that his father is old fashioned. ଆଉ ସେଇ ସମୟରେ ଯୁବକ କ'ଣ ଭାବିବ, ଆମର ବାପା ସେ ପୁରାତନ ମଣିଷ, ସେ ଜାଣି ନାହିଁ, ଆଉ ସବୁ ସମୟରେ ଯାହା କିଛି କହୁଛି ଏ ଯୁବକମାନେ ଶୁଣିବା ପାଇଁ ତାଙ୍କେ ଚାହାନ୍ତି ନାହିଁ। And he drives very fast, and what happens is he escapes death by an inch. ଆଉ ଅନେକ ଥର ଏ ଯୁବକ କ'ଣ ଭାବେ, ମୁଁ ହିଁ ଜାଣିଛି ମୋତେ ହିଁ ଗାଡ଼ି ଅଛି ବୋଲିକି ସେ ଏତେ ଜୋରରେ ଚଲାଇଥାଏ, କେବେ କେବେ କେବଳ ଅଳ୍ପ କିଛି କ'ଣ ମାପରୁ ସେ ତାର ଜୀବନ ବଞ୍ଚିଥାଏ। And so this man feels very confident, thinking that he is wise enough to deal in his life. हे ଯୋଗୁ ଯୁବକ ମାନେ ଗାଡ଼ି ଚଳାଇବା ସମୟରେ କ'ଣ ପରମେଶ୍ୱର ତାଙ୍କୁ ଉଦ୍ଧାର କରୁଛନ୍ତି, ଟିକେ ଯଦି ହେଇଥାନ୍ତା ମରିଯାଇଥାନ୍ତେ, କିନ୍ତୁ ବର୍ତ୍ତମାନ ସେ ଯୁବକ ଭାବୁଛି ମୁଁ ଜାଣିଛି, ମୁଁ ହିଁ ଜ୍ଞାନୀ, ମୁଁ ହିଁ ଗାଡ଼ି ଚଲାଇ ପାରିବି। And self confidence possesses him, and he becomes very much independent in his thinking. ଆଉ କେବେ କେବେ ଏଇ ଯୋଉ ଗାଡ଼ି ଚଲାଇବା ସମୟରେ ସେ ନିଜକୁ ଏତେ ଭରସା କରେ କି ସେ ନିଜକୁ ସ୍ୱାଧୀନ ବୋଲି ଭାବେ। After a few days, again the father admonishes this person. He says, drive safely. I don't want you to meet with an accident. କିଛି ଦିନ ପରେ ଆଉ ଥରେ ବାପା ତାଙ୍କୁ କହେ, ପୁଅ ତମେ ଜାଗ୍ରତରେ ଗାଡ଼ି ଚଲେଇବ। And this man remembers that last time also my father said this, but I did my own way and I was very safe. I'm going to do my own way this time also. ସେ ପୁଅ ଭାବିବ, ଗତ ଥର ମଧ୍ୟ ମୋ ବାପା କହିଥିଲେ, କିନ୍ତୁ ମୋ ଇଚ୍ଛାରେ ମୁଁ ଚଲେଇଲି, ଆଜି ମଧ୍ୟ ମୁଁ ସୁରକ୍ଷା ଅଛି, ଏଇଥର ମଧ୍ୟ ଯାହା କହୁଛନ୍ତି ତାଙ୍କେ କହୁଥାନ୍ତୁ। And with the same vehicle he drives fast again and he misses an accident by an inch, or he has a very narrow escape and he feels very much self confident. ଦ୍ୱିତୀୟ ଥର ମଧ୍ୟ ଗାଡ଼ି ଚଲାଉ ଚଲାଉ ଏ ପ୍ରକାର ସମସ୍ୟା ଆସେ, କେବଳ ଗୋଟେ ଇଞ୍ଚ ବା ଏତିକି ଯଦି ବାଜିଥିଲେ ତାଙ୍କେ ନଷ୍ଟ ହେଇଥାନ୍ତେ, ଏତିକି ତାଙ୍କେ ଅନୁଭବ କଲା ପରେ ମଧ୍ୟ ତାଙ୍କେ ତାଙ୍କ ବାପାଙ୍କର କଥା ତାଙ୍କେ ମାନନ୍ତି ନାହିଁ। What do you think? This time, does he say that, yes, I missed an accident, praise God, thank you so much for saving me? କ'ଣ ଏଥର ସେ ଯୁବକ ଭାବିବ, ହେ ପରମେଶ୍ୱର ମୋତେ ସୁରକ୍ଷା କରିଛ, ମୋତେ ରକ୍ଷା କରିଛ, ଆଉ ଏଥିପାଇଁ ମୁଁ ଧନ୍ୟବାଦ ଦିଏ ବୋଲି କହିବେ କି? Do you think so he does that? ଏଇଟା କହିବେ କି? In most of the experiences, this young man says, oh, every time I'm escaping death by an inch, and I don't need to listen to my father. I can handle things by myself. ପ୍ରତ୍ୟେକ ଥର ଯୁବକ ଭାବିବ, ମୁଁ ଗୋଟେ କ'ଣ କମ କ'ଣ କହିବେ ମାପରେ ମୋର ଜୀବନ ବଞ୍ଚିଛି, ଆଉ ଏଥି ଯୋଗୁଁ ମୋର ବାପାଙ୍କର ଆଦେଶ ମାନିବା ଦରକାର ନାହିଁ। He starts taking pride in his driving. ତା ହୃଦୟରେ ସେ ଅହଙ୍କାର ଜନ୍ମାଏ। He starts taking pride in how confident he is in escaping death. ତାର ଭରସା କୋଉଠି ହଉଛି କି ସେ ମୃତ୍ୟୁରୁ କି ପ୍ରକାର ସେ ଉଦ୍ଧାର ହେଇଛି, ଏଥିରେ ସେ ନିଜକୁ ଭରସା ନିଏ। He starts glorifying himself, thinking that he is a very good driver. ନିଜକୁ ସେ ମହିମା ଏବଂ ସନ୍ତୁଷ୍ଟ ହୁଏ, କାହିଁକି ନା ସେ ଆପଦରୁ ସେ ସୁରକ୍ଷା ପାଇଛି। He starts praising himself, how good my driving is, that I can drive in any circumstances. ନିଜକୁ ସେ କ'ଣ କରେ, ସେ ପ୍ରଶଂସା କରେ, ମୁଁ ଏତେ ବଢ଼ିଆ ଲୋକ, କୋଉ ସମୟରେ ମଧ୍ୟ ମୁଁ ଗାଡ଼ି ଚଲାଇ ପାରେ। And finally one day, as he's driving a normal ordinary driving, କିନ୍ତୁ ଦିନେ ଯେତେବେଳେ ତାଙ୍କ ସାଧାରଣ ସ୍ୱରୂପ ତାଙ୍କ ଗାଡ଼ି ଚଲାଉଛନ୍ତି,
something goes wrong, something very simple goes wrong. ସେହି ସମୟରେ ଛୋଟ ଗୋଟେ ଅସୁବିଧା ଆସେ ଏବଂ ସେ ଗାଡ଼ିର କ'ଣ ଗୋଟେ ଭୁଲ ହେଇଥାଏ And he meets with an accident. ସେ କ'ଣ ହେ ଦୁର୍ଘଟଣାର ସମ୍ମୁଖୀନ ହେଇଥାଏ। And it does happen that he happens to meet with an severe accident because of small mistake. କିନ୍ତୁ ଏଇଥର ଛୋଟ ଭୁଲ ଯୋଗୁଁ ସେ ବହୁତ ବଡ଼ ଦୁର୍ଘଟଣା ସେ ସମ୍ମୁଖୀନ ହୋଇଥାଏ। And he starts thinking, all the while I was driving so recklessly, I never met with an accident, but this time, just small mistake and I met with such a big accident. ଏତେ ଦିନ ମୁଁ ବହୁତ ନିଜର ଧ୍ୟାନ ନିଜ ମନ ଦେଇକି ଯେମିତି ଚାହିଁଲି ସେମିତି ଚଳେଇଲି, ସେଇ ସମୟରେ ମୋର କିଛି ହେଇନାହିଁ, କିନ୍ତୁ ବର୍ତ୍ତମାନ ଛୋଟ ଭୁଲ ଗୋଟେ ହେଇଗଲା ଏବଂ ଏତେ ବଡ଼ ଦୁର୍ଘଟଣା ହେଇଗଲା। And I know, I have seen so many young people, some of them lose their limbs. ଆଉ ମୁଁ ଦେଖିଛି ଅନେକ ଯୁବକମାନେ ତାଙ୍କର କ'ଣ ଗୋଡ଼ ଭାଙ୍ଗିଯାଏ, Some of them, their face is deformed. ଆଉ ସେମାନଙ୍କ ଚେହେରା ପୁରା ପରିବର୍ତ୍ତନ ହେଇଯାଇଥାଏ। I know one of my friend, brother also knows from Lowry College in Bangalore. He met with an accident, one boy. ଆଉ ଜଣେ ଯୁବକ ଲାଉରି କଲେଜରେ ସେ କ'ଣ ହେଲେ ଦୁର୍ଘଟଣାକୁ ସମ୍ମୁଖୀନ ହେଲେ, ସେ ଆକ୍ସିଡେଣ୍ଟ ହେଇଗଲା ତାଙ୍କୁ। Probably he didn't have driving license. I don't know. ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଥିଲା କି ନାହିଁ ମୁଁ ଜାଣି ନାହିଁ, But he met with an accident. ତାଙ୍କ ଆକ୍ସିଡେଣ୍ଟ ହେଲେ। And when I saw him after the accident, I said, is he the same person that I met before? ଆକ୍ସିଡେଣ୍ଟ ପରେ ଯେତେବେଳେ ସେ ଲୋକକୁ ଦେଖିଲି ମୁଁ ଭାବିଲି ସତରେ ଏଇ ଲୋକ କି ଯାହାକୁ ମୁଁ ପ୍ରଥମେ ସାକ୍ଷାତ କରିଥିଲି। His face was totally changed. ତାଙ୍କ ଚେହେରା ପୁରା ପରିବର୍ତ୍ତନ ହେଇଯାଇଥିଲା। He himself could not face himself in the mirror. ତାଙ୍କେ ନିଜେ ତାଙ୍କ ଚେହେରାକୁ ସେ ଦର୍ପଣରେ ଦେଖିବା ପାଇଁ ଇଚ୍ଛୁକ ନଥିଲେ। Why do you think କାହିଁକି this man came to this situation? କାହିଁକି ଏଇ ଯୁବକ ଏଇ ଅବସ୍ଥାକୁ ଆସିଅଛି? Now he remembers his father's counsel. ବର୍ତ୍ତମାନ ଯାହା ତାଙ୍କ ବାପା କହିଥିଲା ତାହା ତାଙ୍କେ ସ୍ମରଣ କରୁଛନ୍ତି। Now he longs for that counsel to be heard again. ଆଉ ବର୍ତ୍ତମାନ ସେଇ ଆଦେଶ, ସେଇ ସୂଚନା, ସେଇ ବାପାଙ୍କର ଆଜ୍ଞା ବର୍ତ୍ତମାନ ସେ ଶୁଣିବା ପାଇଁ ଚାହୁଁଛି। Now he wishes that his father would have hit him many a times before he could have met Acts. ସେଇଦିନ ସେ ଯଦି ତାଙ୍କ ବାପା ଯଦି ତାକୁ ପିଟିଥିଲେ ହେଇପାରେ ଆଜି ଏଇ ଅବସ୍ଥାରେ ତାଙ୍କେ ଆସିନଥାନ୍ତେ ବୋଲି ସେ ଭାବୁଛି। It changes his heart completely. ପରିବର୍ତ୍ତନ ହୁଏ, ତାଙ୍କ ହୃଦୟ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୁଏ, His heart breaks into pieces. ତାଙ୍କ ହୃଦୟ ପୁରା ଭାଙ୍ଗିଯାଏ। And then he says, I'm not going to do anymore what I think, but what my father says. ଏତେ ବଡ଼ ପର୍ଯ୍ୟନ୍ତ ଯାହା ମୁଁ ଭାବୁଥିଲି ତାହା କରୁଥିଲି, କିନ୍ତୁ ବର୍ତ୍ତମାନ ଏଇ ଦୁର୍ଘଟଣା ପରେ ଯାହା ଆମର ବାପା କହିବ ତାହା ହିଁ କରିବି। In this parable, in this story, who is the father? ଏଇ କାହାଣୀରେ ବାପା କିଏ? ପରମେଶ୍ୱର। In this story, in this parable, who is the son? ଆଉ ଏଇ କାହାଣୀରେ ପୁଅ କିଏ? Same thing happened in the Old Testament. ପୁରାତନ ନିୟମରେ ମଧ୍ୟ ଠିକ୍ ଏହି ପ୍ରକାର ଘଟିଛି। Daniel chapter 4. ଆସନ୍ତୁ ଆମେ ଯିବା ଦାନିଏଲ ଚତୁର୍ଥ ପର୍ବ। Time and again, God had been speaking to Nebuchadnezzar about his heaven and his glory. ଅନେକ ଥର ପରମେଶ୍ୱର ନବୁକଦ୍ନେଜରଙ୍କୁ ତାଙ୍କର ରାଜ୍ୟ ଏବଂ ତାଙ୍କ ମହିମା ବିଷୟରେ କହୁଥିଲେ। Time and again, God has been using Daniel to speak to Nebuchadnezzar. ଆଉ ଅନେକ ଥର ପରମେଶ୍ୱର ଦାନିଏଲକୁ ବ୍ୟବହାର କରିକି ରାଜା ନବୁକଦ୍ନେଜରକୁ ତାଙ୍କରି ବାକ୍ୟ କହୁଥିଲେ। We already studied in Daniel chapter 3 that God used 3 people to speak to Nebuchadnezzar. ଆମେ ଦେଖିଲୁ ଦାନିଏଲ 3 ପର୍ବରେ ପରମେଶ୍ୱର 3ଟି ଯୁବକମାନଙ୍କୁ ବ୍ୟବହାର କରିକିରି ପରମେଶ୍ୱର କାହାକୁ କହୁଥିଲେ? ରାଜା ନବୁକଦ୍ନେଜରକୁ କହୁଥିଲେ। God gave enough of chances to Nebuchadnezzar to know him and to follow him. ପରମେଶ୍ୱର ନବୁକଦ୍ନେଜରକୁ ଅନେକ ସୁଯୋଗ ଦେଲେ ଯାହା ଦ୍ୱାରା ତାଙ୍କେ ଯେପରିକି ପରମେଶ୍ୱରକୁ ଜାଣିବେ ଏବଂ ତାଙ୍କର ପଥଗାମୀ ହେବେ। Let me ask you a question. ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି। Have you received enough of opportunity from God to know him and follow him? ପ୍ରିୟ ବନ୍ଧୁମାନେ, କ'ଣ ଆପଣମାନଙ୍କ ଜୀବନରେ ଈଶ୍ୱରଙ୍କୁ ଅନୁଭବ କରିବା ପାଇଁ ତାଙ୍କରି କଥା ମାନିବା ପାଇଁ ଆପଣମାନଙ୍କୁ ସୁଯୋଗ ଦିଆଯାଇଛି କି ନାହିଁ? Are you sure?
ସତରେ ଆପଣ ଭାବୁଛନ୍ତି Or do you feel that no, I need some more chances to know him so that I can follow him? ନା କେବେ କେବେ ଭାବୁଛନ୍ତି ନାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଉ ଅନୁଭବ ହେଇଛି ଏହା ଯଥେଷ୍ଟ ନାହିଁ ଆଉ କିଛି ଅନୁଭବ ଦରକାର ଆଉ କିଛି ପରମେଶ୍ୱରଙ୍କ ବାକ୍ୟ ଦରକାର ବୋଲି ଭାବୁଛନ୍ତି Do you have enough of experience with your Father in heaven to follow him? କଣ ଆପଣଙ୍କ ଯଥେଷ୍ଟ ଅନୁଭବ ଅଛି ଯାହା ଦ୍ୱାରା ଈଶ୍ୱରଙ୍କ ପଥଗାମୀ ହେବା ପାଇଁ ଆପଣମାନଙ୍କୁ ପରମେଶ୍ୱର ଆଶୀର୍ବାଦ କରିବେ Can someone tell me the encounters that Nebuchadnezzar had with God's people to know God? ନବୁକଦ୍ନେଜର ଈଶ୍ୱରଙ୍କ ଲୋକମାନଙ୍କ ସହିତ କେତେଥର ସାକ୍ଷାତ କଲେ ଯାହା ଦ୍ୱାରା ତାଙ୍କେ ଈଶ୍ୱରଙ୍କୁ ଜାଣିପାରିଲେ କେହି କହିପାରିବେ In Daniel chapter 1 itself, I understand that Nebuchadnezzar understood something about God of heaven. ଦାନିଏଲ 1 ପର୍ବରେ ଆମେ ଦେଖୁଛୁ ରାଜା ନବୁକଦ୍ନେଜର ସ୍ୱର୍ଗୀୟ ପରମେଶ୍ୱରଙ୍କ ବିଷୟରେ କିଛି ନା କିଛି ଶିଖିଲେ ହଁ କି ନାହିଁ 4 Hebrew boys were strong enough to give God's picture to Nebuchadnezzar through the health message. ଚାରିଟି ଯୁବକ ମାନେ ସେମାନେ କ'ଣ କଲେ ସ୍ୱାସ୍ଥ୍ୟର ଯୋଉ ଆଜ୍ଞା ଅଛି এই ଆଜ୍ଞା କାହାକୁ ଦେଖେଇଲେ ମାନେ ରାଜାଙ୍କୁ ଦେଖେଇଲେ I don't know about you, but there are some people who encounter God only once and that's enough for them. ପ୍ରିୟ ବନ୍ଧୁ ମାନେ ଅନେକ ଲୋକମାନେ ଅଛନ୍ତି କେତେ ଲୋକ ଥରେ ଯେତେବେଳେ ଈଶ୍ୱରଙ୍କ ସାକ୍ଷ୍ୟ ପାଇଛନ୍ତି ସମ୍ମୁଖୀନ ହେଇଛନ୍ତି ତାଙ୍କର ଜୀବନ ପୁରା ପରିବର୍ତ୍ତନ ହେଇଯାଇଥାଏ But for some people, God gives opportunities after opportunities and that continue. ଆଉ ଅନେକ ଲୋକମାନଙ୍କୁ ପରମେଶ୍ୱର ସୁଯୋଗ ପରେ ସୁଯୋଗ ଦିଅନ୍ତି God deals with different people in a different way. ପରମେଶ୍ୱର ଅନେକ ଲୋକମାନଙ୍କୁ ଅନେକ ପ୍ରକାରେ କ'ଣ କରନ୍ତି ସାକ୍ଷାତ କରନ୍ତି There were times that my father used to hit me and say, how many times to tell you not to do this, not to do this, not to do this. ଅନେକ ଥର ବାପା ପିଟିକିରି କ'ଣ କହ ପୁଅକୁ ତମକୁ କହିଥିଲି ତମେ ଏହା କର ନାହିଁ ତମକୁ କହିଥିଲି ଏହା କର ନାହିଁ And sometimes he used to ask me as he used to hit, will you do this, will you do this? ଆଉ କେବେ କେବେ ସେ କହେ ଏହା କରିବୁ What do you think I must have been saying? ସେଇ ସମୟରେ ମୁଁ କ'ଣ ଭାବିଥାଏ What do you think I must have said then back then? ସେଇ ସମୟରେ ମୁଁ କ'ଣ ଭାବିଥାନ୍ତି I got fed up of getting beaten up and I said finally, yes, I'll do it. କେବେ କେବେ ଏତେ ମାଡ଼ ଖାଇଲା ପରେ ଆମେ କ'ଣ କହିଥାଉ ଆଉ ଥରେ କରିବୁ କି ବୋଲେ ହଁ ମୁଁ କରିବି Because I was a small child, I was learning, I didn't know things better. ସେଇଦିନ ମାନଙ୍କରେ ଆମେ ଛୋଟ ଶିଶୁ ଥିଲୁ ଆଉ ଆମେ ଜାଣିନଥିଲୁ But now I understand my heavenly Father so well, I don't want to even hurt my earthly father. ଆଉ ବର୍ତ୍ତମାନ ମୁଁ ସ୍ୱର୍ଗୀୟ ପରମେଶ୍ୱରଙ୍କ ବିଷୟରେ ଏତିକି ଜାଣିଛି କି ଆଉ ଥରେ ମୋର ଇଏ ଜାଗତିକ ବାପା ତାଙ୍କୁ ମଧ୍ୟ ମୁଁ ବାଧା ଦେବାକୁ ଚାହେଁ ନାହିଁ In Daniel chapter 2, we find that Daniel is speaking to Nebuchadnezzar about God of heaven. ଦ୍ୱିତୀୟ ପର୍ବରେ ଆମେ କ'ଣ ଦେଖୁଛୁ ଦାନିଏଲ ରାଜାଙ୍କୁ ସ୍ୱର୍ଗୀୟ ପରମେଶ୍ୱରଙ୍କ ବିଷୟରେ କହୁଛନ୍ତି At least now Nebuchadnezzar should have realized and known that there is a God in heaven. କମ ସେ କମ ବର୍ତ୍ତମାନ ରାଜା ନବୁକଦ୍ନେଜର ସେ ନିଜେ ଭାବିଥାନ୍ତା କି ସ୍ୱର୍ଗରେ ପରମେଶ୍ୱର ଅଛନ୍ତି What else Nebuchadnezzar needs to know in order to follow God of heaven? What else? ଆଉ ଏତିକି ଦେଲା ପରେ ଆଉ କ'ଣ ଦରକାର ରାଜା ନବୁକଦ୍ନେଜରକୁ କି ଯାହା ଦ୍ୱାରା ତାଙ୍କେ ଈଶ୍ୱରଙ୍କ କଥା ମାନି ପାରିବେ He woke up from the sleep, isn't it? ସେ ନିଜରୁ ଉଠି ପଡ଼ିଲା His spirit was troubled. ତାଙ୍କେ ପୁରା ଚକିତ ହେଇଗଲେ ଥକିଗଲେ ତାଙ୍କେ ପୁରା ବ୍ୟସ୍ତ ହେଇଗଲେ He was ready to kill the wise men of Babylon because they were not able to tell the dream and the ଆଉ meaning. ତାଙ୍କେ ଏତେ ପୁରା ଚକିତ ହେଇଗଲେ କି ତାଙ୍କ କ'ଣ ପୁରା ବାବିଲନର ଜ୍ଞାନୀ ମାନଙ୍କୁ ମାରିବା ପାଇଁ ମଧ୍ୟ ତାଙ୍କେ ନିର୍ଣ୍ଣୟ କରିଥିଲେ If Nebuchadnezzar can do so much, he should have really understood that there is a God in heaven. ଯଦି ନବୁକଦ୍ନେଜର ଏତେ କିଛି କରିବାର ତାର କ୍ଷମତା ଅଛି ସେ କମ ସେ କମ ଭାବିଥାନ୍ତା କି କିଏ ସ୍ୱର୍ଗରେ ପରମେଶ୍ୱର ଅଛନ୍ତି But do you think he listened? କ'ଣ ସେ ଶୁଣିଲା Do you think he followed God of heaven in Daniel chapter 2 itself? ଆଉ କ'ଣ ଦାନିଏଲ 2 ପର୍ବରେ ସେ ଈଶ୍ୱରଙ୍କ କଥା ମାନିଲା କି ଈଶ୍ୱରଙ୍କ ପଥଗାମୀ ହେଲା କି But God did not give up on Nebuchadnezzar. କିନ୍ତୁ ପରମେଶ୍ୱର ନବୁକଦ୍ନେଜରକୁ ଛାଡ଼ି ନାହାନ୍ତି
If you and I, if we were in that place, we would have said to Nebuchadnezzar, I'm not going to deal with this man anymore. যদি ଆପଣ ଆହୁରି ମୁହଁ ଥାନ୍ତେ ସେଇ ସମୟରେ ଆମେ ନବୁକଦନେଜରକୁ କହିଥାନ୍ତୁ, ହେ ନବୁକଦନେଜର, ଆଉ ଥରେ ତୁମର ପାଖକୁ ଆସିବି ନାହିଁ, ତୁମ ସହିତ ମୋର କୌଣସି କଥାବାର୍ତ୍ତା ନାହିଁ। God continued to work with that child who did not know or who was rebellious. ପରମେଶ୍ୱର ଯେଉଁ ସନ୍ତାନ ଜାଣି ଜାଣି ମଧ୍ୟ ପଥଗାମୀ ହେଉନାହିଁ, ତାଙ୍କ ସହିତ ଆଉ ଥରେ କାର୍ଯ୍ୟ କରିବା ପାଇଁ ପରମେଶ୍ୱର ଚାହୁଁଥିଲେ। I was told by one person, elderly person, that people who are more rebellious are the people who need more love. ଆଉ ମୋ ଅନୁଭବ, ଆଉ ଜଣେ ବଡ଼ ପ୍ରାଚୀନ ମତେ କହିଥିଲା, ଯେଉଁ ଲୋକ ପ୍ରତ୍ୟେକ କଥାକୁ ଜବାବ ଦେବେ ଏବଂ ଅନ୍ୟ ପ୍ରକାର ଉତ୍ତର ଦେବେ, ସେମାନଙ୍କୁ କ'ଣ ଦରକାର? ବିଶେଷ କରି ପ୍ରେମ ଦରକାର। It's the love of God, only the love of God that can change our hearts, nothing else. କେବଳ ଈଶ୍ୱରଙ୍କ ପ୍ରେମ ହିଁ ଆମମାନଙ୍କ ଜୀବନକୁ ପରିବର୍ତ୍ତନ କରିପାରିବ। What you are getting is the information about how much He loves you. ଆଉ ବର୍ତ୍ତମାନ ଯାହା ସବୁ ଶିଖୁଅଛୁ, ଏଟା କ'ଣ ବିଷୟରେ? କି ପରମେଶ୍ୱର ଆମମାନଙ୍କୁ କେତେ ପ୍ରେମ କରୁଅଛନ୍ତି। But it is depending upon you how much experience, how much of that love you experience in your day-to-day life. ହେଲେ ବର୍ତ୍ତମାନ ସେଇ ମହାନ ପ୍ରେମକୁ ଆମେ ସମସ୍ତେ କେତେ ଅନୁଭବ କରୁଛୁ? Are there rebellious people in your family? କ'ଣ ପରିବାରରେ ଏ ପ୍ରକାର କୌଣସି ଲୋକ ଅଛନ୍ତି, ସେ ପ୍ରତ୍ୟେକ ଜିନିଷରେ ଆପଣଙ୍କ ବିରୁଦ୍ଧରେ କହୁଥିବେ, ଆପଣଙ୍କ କଥାକୁ ଅବାଧ୍ୟ କରୁଥିବେ? Are there people in your circle who are not listening to what you are telling from the word of God? ଆଉ କେ ପ୍ରକାର କି ଏମିତି ପ୍ରକାର ଅଛନ୍ତି ଆପଣମାନଙ୍କ ସାଙ୍ଗମାନଙ୍କ ମଝିରେ, ଯେତେବେଳେ ଆପଣ ଈଶ୍ୱରଙ୍କ ବାକ୍ୟ କହୁଛନ୍ତି, ସେମାନେ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ତାଙ୍କେ ଚାହୁଁନାହାନ୍ତି? I'll ask a question. ଗୋଟେ ପ୍ରଶ୍ନ ପଚାରିବି, How many of you have given up on your family members because they are not coming to God? ପ୍ରିୟ ବନ୍ଧୁମାନେ, ଆପଣମାନଙ୍କ ମଝିରେ କେତେଜଣ ପୁରା ଇଚ୍ଛା ହରେଇଛନ୍ତି, ଆଉ କହିଛନ୍ତି ଏ ଲୋକ କେବେ ହେଲେ ଈଶ୍ୱରଙ୍କ ପାଖକୁ ଆସିବ ନାହିଁ ବୋଲି ପୁରା ତ୍ୟାଗ କରିଛନ୍ତି? How many of you? କେତେଜଣ? Today's message will tell you that you should not give up till you see the last ray of hope from heaven. ହେଲେ ପ୍ରିୟ ବନ୍ଧୁମାନେ, ଆଜି ଆମେ ଶିଖିବା କି ଯେଉଁ ଲୋକ ଈଶ୍ୱରଙ୍କୁ ଗ୍ରହଣ କରୁନାହିଁ, ତାଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ଆମେ କ'ଣ କରିବା? ସେଇ ଲୋକଟାକୁ ଈଶ୍ୱରଙ୍କ ପାଖକୁ ଆଣିବା ପାଇଁ ଚେଷ୍ଟା କରିବା। Daniel chapter 4 verse 1. ଦାନିଏଲ 4:1। ସମୁଦାୟ ପୃଥିବୀ ନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୁକଦନେସ୍ସର ରାଜା ତୁମମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ। This tells me that Nebuchadnezzar is writing a love letter to the whole world. ଏଥିରେ ଆମେ ଦେଖୁଅଛୁ ରାଜା ନବୁକଦନେଜର ସାରା ପୃଥିବୀକୁ ତାଙ୍କର ପ୍ରେମର ଚିଠି ଲେଖୁଛନ୍ତି। And this love letter is talking about his own life. ଆଉ ଏ ଯେ ପ୍ରେମର ପତ୍ର ତାଙ୍କ ନିଜ ଜୀବନ ବିଷୟରେ କହୁଛି। This letter is talking about how much God loved him and how much God showed him that he is slow to anger. ଏଇ ଯୋଉ ଚିଠିରେ ତାଙ୍କେ ଲେଖୁଛନ୍ତି ପରମେଶ୍ୱର ତାଙ୍କୁ କେତେ ପ୍ରେମ କରୁଛନ୍ତି। Next verse. ଆସନ୍ତୁ 2 ଯିବା, 4:2। ସର୍ବପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେ ଯେ ଚିହ୍ନ ଓ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହା ସବୁ ପ୍ରଚାର କରିବାକୁ ମୋର ବିହିତ ବୋଧ ହେଲା। Now, point to remember over here is when he is mentioning about the God of Most High, that G is capital. ଆମେ ଦେଖୁଅଛୁ ଯୋଉ ପରମେଶ୍ୱର, ସ୍ୱର୍ଗୀୟ ପରମେଶ୍ୱର, ମହାନ ପରମେଶ୍ୱର, ଯାହାକି ତାଙ୍କ ଜୀବନରେ ଯାହା ଘଟେଇଛନ୍ତି। Here, Nebuchadnezzar wants to talk to the people of the whole world. Why? Because whole world looks up unto Nebuchadnezzar. ଏଥିରେ କାହିଁକି ରାଜା ସମସ୍ତ ଦେଶୀୟ ମାନଙ୍କୁ କହୁଛି? କାହିଁକି ନା ସମସ୍ତ ଦେଶୀୟ ଲୋକମାନେ ସମସ୍ତେ କାହାକୁ ଦେଖୁଛନ୍ତି? ବାବିଲୋନକୁ ସେଇ ସମୟରେ ଦେଖୁଥିଲେ, କାହିଁକି ନାହିଁ? And so he feels that it is his responsibility to talk to all the people who think that Nebuchadnezzar is God. ସେଇ ସମୟରେ
से कहीं कहूँ माने जो जो लोक मैंने भावुले कि नबुकदनेस्जार राजा ही परमेश्वर से ज्ञात करने से समस्त देशीय लोक मानू लिखुची। Next verse. आसतु आउ गोटे वचन पढ़ा। ତାହାଙ୍କର ଚିହ୍ନ ସକଳ କିପରି ମହତ୍ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟା ସକଳ କିପରି ପ୍ରଭାବ ବିଶିଷ୍ଟ, ତାହାଙ୍କର ରାଜ୍ୟ ଅନନ୍ତ କାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ। Word of God says that he saw a dream. ईश्वर वाक्य कहे ताके गोटे स्वप्न देखिले। It says that a kingdom of God is forever and ever. से राज्य से स्वप्न कौन देखिले ईश्वर राज्य चिरस्थायी। And as he was resting in his palace, word of God says in the next scripture that he saw a dream. जितेबेले मु नबुकदनेस्जार अपना गृह रे शांत रे थिली ओ अपना पासतरे तेजस्वी थिली सेही समय रे राजा गोटिए स्वप्न देखिले। Now word of God says in 6th verse. Please read 6th verse. अच्छा 6 वचन पढ़िबा। ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ ନିକଟକୁ ଆଣିବା ପାଇଁ ଆଜ୍ଞା କଲି। Now word of God says in verse 6, therefore made I decree to bring it all the wise men of Babylon before me, that they might make known unto me the interpretation of the dream. So king had a dream, he was only in need of the meaning of the dream. वर्तमान द्वितीय पर्व रे आमे कोन देखुछु राजा स्वप्न देखिथिले एवं स्वप्न भूली गले एवं स्वप्नर अर्थ तांके चाहुथिले, किंतु चतुर्थ पर्व रे राजा स्वप्न देखिला स्वप्न मने पकेला, किंतु वर्तमान गोटे मात्र समस्या जे समस्या कोन सेही स्वप्नर अर्थ जानिबार चाहुथिले। Actually he's one step ahead of me in thinking. He's translating what I'm supposed to speak already. All right. What is the difference in Daniel 2 and Daniel 4? अच्छा दानियल 2 एवं दानियल 4 रे फरक कोन अछि? Same Nebuchadnezzar in both the chapters. अच्छा दुईटा रे के स्वप्न देखुछि? राजा नबुकदनेस्जार स्वप्न देखुछि। Same Nebuchadnezzar in both the chapters. अच्छा दुई रे जो नबुकदनेस्जार चतुर्थ पर्व रे मध्ये सेही राजा नबुकदनेस्जार से गोटे व्यक्ति। And the same person is seeing two dreams, one in Daniel 2 and one in Daniel 4. से गोटे व्यक्ति अछंती 2 रे 4 रे एवं से गोटे व्यक्ति ही 2 रे मध्ये स्वप्न देखुछंती एवं चतुर्थ पर्व रे मध्ये स्वप्न देखुछंती। But why is it that God allowed Nebuchadnezzar to forget the dream in Daniel chapter 2? किंतु दानियल 2 पर्व रे जो परमेश्वर स्वप्न देथिले काहे कि दान से राजा को स्वप्न भूलई लेले बा भूलिबा पई तांको सुजोग देले। Are you able to think? बुझी पारछंती? Are you able to reason out? किछि आपण आलोचना करि पारछंती? In Daniel chapter 4 is the same God and Nebuchadnezzar and dream given by God, but he's not forgetting it. God does not allow Nebuchadnezzar to forget this dream. किंतु वर्तमान चतुर्थ पर्व रे सेही राजा आ परमेश्वर स्वप्न देछंती, किंतु वर्तमान सेही स्वप्न कोन होछि राजा को परमेश्वर स्मरण करिया पई शक्ति देछंती। Remember when Nebuchadnezzar forgot the dream in Daniel chapter 2, so many people came to know that he has forgotten the dream. जेतेबेले 2 पर्व रे राजा नबुकदनेस्जार स्वप्न भूली गला, अनेक लोक माने राजा स्वप्न भूली गला बोली जानिले। So that means the dream in Daniel chapter 2 is not limited only to Nebuchadnezzar but to all the people in Babylon. यार अर्थ कोन समस्त राजा स्वप्न भूली गला बोली जानिले। यार अर्थ कोन एई जो स्वप्न केवल राजा को पाई नाही किंतु समस्त लोक मान को पाई बोली की। But when we come to Daniel chapter 4, most of the dream that you are going to study is related only to Nebuchadnezzar or mostly to Nebuchadnezzar alone. किंतु 4 पर्व जो स्वप्न देखुचंती ए स्वप्न विशेष करी का पई केवल राजा को पाई। Are you able to find the difference? बुझी पारले 2 एवं 4 रे फरक। All right. Now let's read verse
6, it says here that he commanded that all the astrologers, magicians, Chaldeans to come and stand before him and tell the meaning. ଏହି ସମୟରେ ମଧ୍ୟ ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବ୍ୟାବିଲନ ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ ନିକଟକୁ ଆଣିବା ପାଇଁ ଆଜ୍ଞାକୁ ଦେଲି। This time Nebuchadnezzar is very confident. He says, I have not forgotten the dream. Just tell me the meaning. ବର୍ତ୍ତମାନ ରାଜା କ'ଣ ପୁରା ଭରସାରେ ମନା ସେ ଚିନ୍ତିତ ନାହିଁ କାହିଁକି ନା ସ୍ୱପ୍ନ ଜାଣିଛନ୍ତି। Do you think these people came and told him the dream? ସତରେ କ'ଣ ଆଉ ଥରେ ମଧ୍ୟ ଏଇ ଯୋଉ ବାବିଲନ ଦେଶର ଜ୍ଞାନୀ ମାନେ ସେ ସ୍ୱପ୍ନ କହିପାରିଲେ? Verse 7. ଆସନ୍ତୁ 7 ଦେଖିବା। ତହିଁରେ ମନ୍ତ୍ରବେତା ଗଣକ କଲ୍ଦୀୟ ଓ ଶୁଭାଶୁଭବାଦୀମାନେ ମୋ ନିକଟକୁ ଆସିଲେ। ପୁଣି ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି, ମାତ୍ର ସେମାନେ ତହିଁର ଅର୍ଥ ମୋତେ କହିପାରିଲେ ନାହିଁ। Word of God says, even though Nebuchadnezzar is telling the dream, they are not able to tell the meaning. ଆଚ୍ଛା ଈଶ୍ୱରଙ୍କ ପାଖେ କ'ଣ କହୁଛି? ଏଇଥର ମଧ୍ୟ ରାଜା ସେ ସ୍ୱପ୍ନ କହୁଛି କିନ୍ତୁ ତାଙ୍କର ସେ ଜ୍ଞାନୀ ମାନେ ସେମାନେ ଅର୍ଥ କହିପାରୁ ନାହାନ୍ତି। Now tell me, pathetic condition of these people over here. In Daniel 2, they don't know the dream and they don't know the meaning. ଦାନିଏଲ 2 ପର୍ବରେ ସେମାନେ ସ୍ୱପ୍ନ ଜାଣି ନାହାନ୍ତି, ସ୍ୱପ୍ନ ଅର୍ଥ ମଧ୍ୟ ଜାଣି ନାହାନ୍ତି। But now, even though the dream is been told, they are not able to explain the କିନ୍ତୁ meaning. ବର୍ତ୍ତମାନ 4 ପର୍ବରେ ଦାନିଏଲ ରାଜା ସେ ସ୍ୱପ୍ନ କହୁଛି କିନ୍ତୁ ଏମାନେ ଏଥର ମଧ୍ୟ ସେମାନେ ସ୍ୱପ୍ନର ଅର୍ଥ କହିପାରୁ ନାହାନ୍ତି। They are able to listen, but they are not able to explain. ସେମାନେ ଶୁଣି ପାରୁଛନ୍ତି କିନ୍ତୁ ବର୍ଣ୍ଣନା କରିପାରୁ ନାହାନ୍ତି। That's the reason Word of God says, one who follows God is 10 times wiser. Other way also, one who does not follow God is 10 times foolish. ସେ ଯୋଗୁଁ ପ୍ରିୟ ବନ୍ଧୁମାନେ ଈଶ୍ୱରଙ୍କ ବାକ୍ୟ କହେ ଯେଉଁ ଲୋକ ଈଶ୍ୱରଙ୍କ ପଥଗାମୀ ହେଉଛି ସେ 10 ଗୁଣ ଜ୍ଞାନୀ ହେବ, ଆଉ ଯେଉଁ ଜଣ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରେ ନାହିଁ ତାଙ୍କରି ପଥଗାମୀ ହୁଏ ନାହିଁ ସେ 10 ଗୁଣ କ'ଣ ହେବ? ମୂର୍ଖ ହେବ। Which category do you and I fall? ପ୍ରିୟ ବନ୍ଧୁମାନେ ଆପଣ ଏବଂ ଆମେ କୋଉ ଭାଗରେ ଅଛୁ? Do we have enough of experience so that when God speaks to us, we will understand it? କ'ଣ ଆମମାନଙ୍କ ଯଥେଷ୍ଟ ଅନୁଭୂତି ଅଛି ଯେତେବେଳେ ପରମେଶ୍ୱର କହେ ଆମେ ବୁଝିପାରୁ? I know some people in Christian world, they go to the elder, they go to the pastor, they go to the church elder and they say to them, please tell me what God feels about me. ଆଉ ଅନେକ ଲୋକମାନେ ମୁଁ ଦେଖିଅଛି ସେମାନେ ଚର୍ଚ୍ଚର ପ୍ରେସିଡେଣ୍ଟକୁ ଚର୍ଚ୍ଚର ବଡ଼ ବଡ଼ ନେତାମାନଙ୍କ ପାଖେ ଯାଇକରି ଆଜ୍ଞା ଆପଣ ମୋତେ ଟିକେ କୁହନ୍ତୁ ପରମେଶ୍ୱର ମୋ ବିଷୟରେ କ'ଣ ଭାବୁଛି? You know, there is a reason why God allows such problems in people's life so that they may know why they are in that condition. ପରମେଶ୍ୱର କେବେ କେବେ ଏଇ ଅସୁବିଧା ଲୋକମାନଙ୍କ ଜୀବନରେ ଛାଡ଼ନ୍ତି ଯେପରିକି ତାଙ୍କେ ଜାଣିବେ ପରମେଶ୍ୱରଙ୍କ ବିଷୟରେ ଜାଣିବେ। It is not an honor, it is very much degrading for king of Babylon and the wise men not to explain, not able to explain the dream. ବର୍ତ୍ତମାନ ଦେଖୁଅଛୁ ସେ ରାଜା ଏବଂ ରାଜ୍ୟର ଜ୍ଞାନୀ ମାନେ ମଧ୍ୟ ସ୍ୱପ୍ନର ଅର୍ଥ କହିପାରୁନାହାନ୍ତି ବୋଲିକି ଗୋଟେ ଦୁଃଖର ବିଷୟ। Are you able to follow? ବୁଝିପାରୁଛନ୍ତି? Just imagine you are seated here, you are studying the book of Daniel, and someone, when you go out, someone asks you one question. ଆପଣ ଦାନିଏଲ ପୁସ୍ତକ ପଢ଼ିଲେ ବାହାରୁ ଗଲା ପରେ କେହି ଜଣେ ଆପଣମାନଙ୍କୁ ଦାନିଏଲ ପୁସ୍ତକରୁ ଗୋଟେ ପ୍ରଶ୍ନ ପଚାରିଲେ And then one person asks you a question, how many people were thrown in the fiery furnace? ଯଦି ଆପଣଙ୍କୁ କେହି ପଚାରିବେ ହେ ଭାଇ ଦାନିଏଲ ପୁସ୍ତକ ତମେ ପଢ଼ିକି ଆସିଛ ହେଲେ ସେ ଅଗ୍ନିକୁଣ୍ଡରେ କେତେ ଜଣଙ୍କୁ ଫିଙ୍ଗା ଗଲା ଯଦି ପ୍ରଶ୍ନ ପଚାରିଲେ କେହି ଜଣେ ଆପଣଙ୍କୁ ଭାବନ୍ତୁ And then you start scratching your head ସେହି ସମୟରେ ଆପଣ ମୁଣ୍ଡ କୁଣ୍ଡାଉଛନ୍ତି and you say, I knew but I forgot ମୁଁ now. ଜାଣିଥିଲି କିନ୍ତୁ ଭୁଲିଗଲି। It's a very shameful thing. ଏଇଟା ଗୋଟେ ଲଜ୍ଜିତର ସମସ୍ୟା। So it's very important that we become like Daniel, 10 times wiser than the world. ପ୍ରିୟ ବନ୍ଧୁମାନେ ସେ ଯୋଗୁଁ ଆମେ ଦାନିଏଲଙ୍କ ପରି 10 ଗୁଣ ଜ୍ଞାନୀ ହେବାର ନିହାତି ଆବଶ୍ୟକ। We should be wise like Daniel. Why? Because world should come to us with the problems. We should be able to solve their problems. କାହିଁକି ଆମେ ଦାନିଏଲ ପରି ଜ୍ଞାନୀ ହେବା? କାହିଁକି ନା ଯେତେବେଳେ
ପୃଥିବୀର ସମସ୍ୟା ଆମ ପାଖକୁ ଆସିଲେ ଆମେ ସେହି ଈଶ୍ୱରଙ୍କ ଆଶୀର୍ବାଦ ପାଇକି ସେ ସମସ୍ୟାର ସମାଧାନ ଆମେ କରିପାରିବା। Next verse. ତାପରେ ଯିବା ଆଗକୁ 8. ମାତ୍ର ଅବଶେଷରେ ମୋ ଦେବତାର ନାମାନୁସାରେ ବେଲଶସ୍ତର ନାମ ବିଶିଷ୍ଟ ଦାନିଏଲ ମୋ ନିକଟକୁ ଆସିଲେ। Okay, thank you so much. We'll come to that point. Do you remember Brother Paul when was talking about their names being changed? ଭାଇ ପଲ୍ ବିନ୍ ଆପଣମାନଙ୍କୁ କହୁଥିଲେ ତାଙ୍କ ନାଁ କ'ଣ ହେଇଛି ପରିବର୍ତ୍ତନ ହେଇଛି ବୋଲି ଶୁଣିଛନ୍ତି କି ନାହିଁ? What is the meaning of Belshazzar? ବେଲଶେଜର ଅର୍ଥ କ'ଣ? It is the name of the god of Babylon. ଏହା କ'ଣ? ବାବିଲୋନ ଦେଶର ଗୋଟେ ଦେବତାର ନାମ। So here Nebuchadnezzar is saying, I called a man called Daniel, but I had changed his name. His name is Belshazzar. ଜଣେ ଦାନିଏଲ ବୋଲି ଜଣେ ଲୋକ ମୁଁ ଡାକିଥିଲି କିନ୍ତୁ ବର୍ତ୍ତମାନ ତା ନାଁକୁ ମୁଁ ପରିବର୍ତ୍ତନ କରିଅଛି। And what is in Daniel? Please continue reading. ପଢ଼ନ୍ତୁ। 8. ମାତ୍ର ଅବଶେଷରେ ମୋ ଦେବତାର ନାମାନୁସାରେ ବେଲଶସ୍ତର ନାମ ବିଶିଷ୍ଟ ଦାନିଏଲ ମୋ ନିକଟକୁ ଆସିଲେ। ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି। ପୁଣି ମୁଁ ତାଙ୍କୁ ସ୍ୱପ୍ନଟି ଜଣାଇ କହିଲି। Word of God says, holy gods were resting in Daniel. This G is small g. ଆଚ୍ଛା ଆଚ୍ଛା ବଡ଼ ଜି ଛୋଟ ଜି ବୁଝିଲେ? ବଡ଼ ଜି ଛୋଟ ଜି ଇଂଲିଶରେ କ୍ୟାପିଟାଲ ଲେଟର ସ୍ମଲ୍ ଲେଟର କହନ୍ତି। ହେଲେ ବର୍ତ୍ତମାନ ଏଠି ଛୋଟ ଜି ବ୍ୟବହାର କରାହେଉଛି। ଏହାର ଅର୍ଥ କ'ଣ? ଦାନିଏଲ ଉପରେ କିଏ ଅଛନ୍ତି? ଦେବୀ ଦେବତାମାନଙ୍କର ଆତ୍ମା ଅଛି। Now it says gods in English, but in your language it is only କ'ଣ singular. ଓଡ଼ିଆରେ? ଦେବତା ମାନେ ଦେବଗଣର। ଓକେ, It is plural or singular? Plural, plural. Plural, okay. So now also Nebuchadnezzar feels that Daniel is worshipping not one god but so many gods. ବର୍ତ୍ତମାନ ମଧ୍ୟ ରାଜା ନବୁକଦନେସର ଭାବୁଛି କି ଦାନିଏଲ ଜଣେ ପରମେଶ୍ୱରକୁ ପୂଜା କରୁନାହିଁ କିନ୍ତୁ ଅନେକ ପରମେଶ୍ୱରଙ୍କୁ ପୂଜା କରୁଅଛି ବୋଲିକି ଭାବୁଛି ସେ। Whereas Daniel, or I should say these 3 Hebrew boys, they clearly told there is a God in heaven, a God in heaven. ତୃତୀୟ ପର୍ବରେ ଏ ତିନୋଟି ଯୁଦ୍ଧ ମାନେ କ'ଣ କହିଥିଲେ? ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି। There is no reason why Nebuchadnezzar should say holy gods are in Daniel. ବର୍ତ୍ତମାନ ରାଜା ନବୁକଦନେସର କୌଣସି ଆବଶ୍ୟକତା ନଥିଲା କି ଦେବତା ଗଣ ମାନେ ବୋଲି କହିବାର। And it says, before him I told the dream. Nebuchadnezzar is telling the dream now. ବର୍ତ୍ତମାନ ରାଜା ନବୁକଦନେସର କାହା ସାମ୍ନାରେ କଥା ସେ ସ୍ୱପ୍ନ କହୁଛି? କାହା ସାମ୍ନାରେ? ଦାନିଏଲଙ୍କ ସାମ୍ନାରେ। Okay, verse 9. ଆଚ୍ଛା ନକୁ ଯିବା। ହେ ମନ୍ତ୍ରବେତା ଗଣର ଅଧ୍ୟକ୍ଷ ବେଲଶସ୍ତର, ମୁଁ ଜାଣେ ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୁଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ। Word of God says that this king is telling the dream and he's saying to Daniel, in you there are holy gods. ଦାନିଏଲକୁ ରାଜା ନବୁକଦନେସର କହୁଛି, ହେ ଦାନିଏଲ ତମ ହୃଦୟରେ ପବିତ୍ର ଆତ୍ମା ପବିତ୍ର ଦେବଗଣ ଅଛନ୍ତି। How many gods are there in Indian Hindu philosophy? Indian Hindu philosophy. ଭାରତୀୟ ହିନ୍ଦୁ ଫିଲୋସଫି ବା ଶାସ୍ତ୍ରରେ କେତେ ଦେବୀ ଦେବଗଣ ଅଛନ୍ତି? 33 crores. How many of them know 1000 names? How many people know ସେମାନେ 1000 names? 33 କୋଟି ବୋଲି କହୁଛନ୍ତି। 33 କୋଟିରୁ କମ ସେ କମ ଗୋଟେ 1000 ଦେବୀ ଦେବତାର କ'ଣ ନାମ ତାଙ୍କେ କହିପାରିବେ? So we find here the system of Babylon is very close with Hinduism, idol worship. ବର୍ତ୍ତମାନ ଯଦି ଆମେ ତୁଳନା କରିବା ସେଇଦିନ ଯୋଉ ବାବିଲୋନ ଆଜିର ଯୋଉ ଭାରତ ଦେଶରେ ଯୋଉ ପୂଜା କରନ୍ତି ଏଇଟା ସରି ସମାନ ଥିଲା। The philosophy is the way Babylonians worship so many gods. Even in India, many Hindus worship so many gods.
ଯେଉଁ ପ୍ରକାର ବାବିଲୋନରେ ଜଣେ ବ୍ୟକ୍ତି ଅନେକ ଦେବୀ ଦେବତା ମାନଙ୍କୁ ପ୍ରାର୍ଥନା କରୁଥିଲା, ଆଜି ମଧ୍ୟ ଆମ ଦେଶରେ ଜଣେ ବ୍ୟକ୍ତି ଅନେକ ଦେବୀ ଦେବତାକୁ ପ୍ରାର୍ଥନା କରନ୍ତି। Now, this is very interesting for me. ଏଇଟା ମୋ ବିଷୟରେ ବହୁତ ଗୁଡ଼େ ଜାଣିବାର ଆବଶ୍ୟକତା। Whether it is Hinduism in Babylon or idol worship in India, it is same. ଆଉ ବାବିଲୋନରେ ମୂର୍ତ୍ତି ପୂଜା ହଉ କି ଭାରତ ଦେଶରେ ହିନ୍ଦୁ ଧର୍ମ ହଉ, ମୋ ପାଇଁ ସବୁ ଗୋଟିଏ। Now, you also know probably how do they worship all these gods. ଆପଣ ସମସ୍ତେ ଜାଣିଛନ୍ତି ଏଇ ଦେବୀ ଦେବତା ମାନଙ୍କୁ କୋଉ ପ୍ରକାର ପୂଜା କରନ୍ତି? Separately ଅଲଗା ଅଲଗା ପ୍ରାର୍ଥନା କରନ୍ତି କି or together one? ଆଉ ସମସ୍ତଙ୍କୁ ମିଶାଇ ପ୍ରାର୍ଥନା କରନ୍ତି? If they want to worship all this God, what will they worship? ଯଦି ସବୁ ଦେବୀ ଦେବତାକୁ ପ୍ରାର୍ଥନା କରିବେ, ହେଲେ କାହାକୁ ପ୍ରାର୍ଥନା କରିବେ ବିଶେଷ କରି? I'm happy that you are not able to answer this question. ଭଲ କଥା କି ଆପଣ ମାନେ ଏ ପ୍ରଶ୍ନ ଜବାବ ଦେଇ ପାରୁନାହାନ୍ତି। That tells me that you don't know that religion so well. That's good. You know God more, which is good. ଆଉ ବିଶେଷ କରି ଏହା ଜଣାପଡ଼େ କି ଆପଣମାନେ ସେଇ ଧର୍ମର ବିଷୟରେ ବେଶୀ ଜାଣିନାହାନ୍ତି, କିନ୍ତୁ ପରମେଶ୍ୱର ଜାଣିଛନ୍ତି। I was told that they worship a cow. ସେ ମୋତେ କହିଥିଲେ କି ମୁଁ ଶୁଣିପାରିଲି କି ସେମାନେ ଗୋଟେ ଗାଈର ବାଛୁରୀକୁ ଗାଈକୁ ତାଙ୍କ ପୂଜା କରନ୍ତି। And they believe that all these gods are in her. ଆଉ ସମସ୍ତେ ପ୍ରାର୍ଥନା ଭାବନ୍ତି କି ସବୁ ଦେବୀ ଦେବତା କୋଉଠି ଅଛି? ଏ ଗାଈରେ ଅଛି। And if they worship this cow, it's like worshipping many gods or almost all gods. ଯଦି ସେ ଗାଈକୁ ଯଦି ତାଙ୍କ ପ୍ରାର୍ଥନା କଲେ, ତାଙ୍କେ ଭାବେ କି ଆମେ ପ୍ରତ୍ୟେକ ଦେବୀ ଦେବତାକୁ ପ୍ରାର୍ଥନା କରୁଛୁ ବୋଲିକି। And same way, Nebuchadnezzar says, Daniel, in you are many holy gods. ସେ ଯୋଗୁଁ ନାବୁକଦନେଜର ଦାନିଏଲ କହୁଛି, ହେ ଦାନିଏଲ, ତମର ଅନ୍ତରରେ କିଏ ଅଛି? ଅନେକ ଦେବୀ ଦେବତା ମାନେ ଅଛନ୍ତି। I don't know. He did not. Word of God says that he is having that philosophy of idol worship. ବର୍ତ୍ତମାନ ରାଜା ନାବୁକଦନେଜର କୋ ଭାବନା ଅଛି? ମୂର୍ତ୍ତି ପୂଜାର ଭାବନା ଅଛି। And so this Nebuchadnezzar says to King he says to Daniel, Daniel, please tell me the meaning of the dream that I tell you. ବର୍ତ୍ତମାନ ରାଜା ନାବୁକଦନେଜର ଦାନିଏଲ କହୁଛି, ହେ ଦାନିଏଲ, ଯୋଉ ସ୍ୱପ୍ନ ମୁଁ ତୁମକୁ କହିଅଛି ସେ ସ୍ୱପ୍ନର ଅର୍ଥ ମୋତେ କୁହ। Verse 10. ଆଜିବା 10। ଶଯ୍ୟା ଉପରେ ମୋ ମନର ଦର୍ଶନ ଏହି ପ୍ରକାର ଥିଲା। ମୁଁ ଅନାଇଲି, ଆଉ ଦେଖ, ଭୂମଣ୍ଡଳ ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ। Word of God says, in a dream, Nebuchadnezzar saw a big tree. ଆଚ୍ଛା, ସ୍ୱପ୍ନରେ ରାଜା ନାବୁକଦନେଜର କ'ଣ ଦେଖିଲେ? ଗୋଟେ ବହୁତ ବଡ଼ ବୃକ୍ଷ। And it was in the midst of the earth. ଆଉ ଏହା ସାରା ପୃଥିବୀର ମଧ୍ୟ ତଳେ ଥିଲେ। And it says the height thereof was very great. ଆହୁରି ଉଚ୍ଚା କେତେ? ବହୁତ ଉଚ୍ଚା। So we find here that the dream that Nebuchadnezzar is having is something that is symbolic. ଏହା ଗୋଟିଏ ଚିହ୍ନ ମାତ୍ର। Are you able to understand? It's symbolic. ଏ ଗଛ କାହାକୁ ଦର୍ଶାଉଛି? କୌଣସି ଗୋଟେ ଜିନିଷକୁ ଦର୍ଶାଉଛି। For example, Daniel chapter 2, a statue like that people will not make in the world today. ଆଉ ଦାନିଏଲ 2 ରେ ଯୋଉ ମୂର୍ତ୍ତି ବନେଇଥିଲେ, ହେଇପାରେ ବର୍ତ୍ତମାନ ଏ ପ୍ରକାର ମୂର୍ତ୍ତି କେହି ବନେଇବେ ନାହିଁ। So even though it's a statue, it is symbolizing something else. ଏଟା ମୂର୍ତ୍ତି ଥିଲେ ମଧ୍ୟ ଏହା ଆଉ କିଛି ଜିନିଷକୁ ଦର୍ଶାଉଥିଲା। The metal were representing the nations. ଆଉ ସେ ଧାତୁ ଗୁଡାକ ଅନ୍ୟାନ୍ୟ ଦେଶମାନଙ୍କୁ ଦର୍ଶାଉଥିଲା। The stone that came and hit the statue represented something else. ଆଉ ସେ ଯୋଉ ପଥର ଆସିକିରି ତା ପାଦରେ ବାଜିଲା, ସେଇ ପଥର ମଧ୍ୟ ଆଉ କିଛି ଜିନିଷକୁ ଦର୍ଶାଉଥିଲା। So today we are studying about dream in which he sees a tree which represents something else. ସେଇ ଠିକ ସେଇ ପ୍ରକାରେ ଆଜି ଆମେ ସ୍ୱପ୍ନରେ ଯୋଉ ଗଛ ଦେଖୁଛୁ, ଏଇ ଗଛ ମଧ୍ୟ ଆଉ ଅନ୍ୟ କୌଣସି ଜିନିଷକୁ ଦର୍ଶାଉଛି। Are you able to understand? ବୁଝିପାରିଲେ ପ୍ରିୟ ବନ୍ଧୁମାନେ? Verse 11. ଆଚ୍ଛା 11 ପଢିବା। ସେ ବୃକ୍ଷ ବଢିଲା ଓ ଦୃଢ ହେଲା ଓ ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା।
ପୁଣି What- ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା। Word of God says the tree was so strong and so high that the whole earth was able to see that tree. ଈଶ୍ୱରଙ୍କ ବାକ୍ୟ କହେ ଏଇ ଗଛ ଏତେ ଉଚ୍ଚା ଥିଲା କି ସାରା ପୃଥିବୀର ଲୋକମାନେ ଏଇ ଗଛକୁ ଦେଖି ପାରୁଥିଲେ ଏବଂ ଆଶ୍ରୟ ମଧ୍ୟ ନେଇ ପାରୁଥିଲେ। Have you seen a tree like that? ଗଛ ଏ ପ୍ରକାର ଦେଖିଛନ୍ତି କି? No. ଆମେ ଏ ପ୍ରକାର ଏତେ ବଡ଼ ଗଛ କେବେ ଦେଖିନୁ। I have never even heard that there is a tree which can be seen from any part of the world. ମୁଁ ଏ Or ପ୍ରକାର every part of the world, I'm sorry. ମୁଁ ଏ ପ୍ରକାର ମଧ୍ୟ ଦେଖିପାରି ନାହିଁ କି ଶୁଣି ନାହିଁ କି ଏତେ ବଡ଼ ଗଛ ଅଛି ଯାହାକି ସାରା ପୃଥିବୀରୁ ଯୋଉ ପଟ ଦେଖିଲେ ମଧ୍ୟ ଆପଣ ଦେଖିପାର ବୋଲି କି ଏ ପ୍ରକାର ଗଛ ମୁଁ ଶୁଣି ନାହିଁ। At least now, Nebuchadnezzar is telling the dream correctly, or I should say, the way he received it. ଆଉ ବର୍ତ୍ତମାନ ମୁଁ ଭାବୁଅଛି ଯୋଉ ହିସାବରେ ରାଜା ଦାନିଏଲ ସ୍ୱପ୍ନ ଦେଖିଥିଲେ ଠିକ୍ ସେଇ ପ୍ରକାର ସେଇ ସ୍ୱପ୍ନ କାହାକୁ କହୁଛନ୍ତି? ଦାନିଏଲକୁ କହୁଛନ୍ତି। ରାଜା କହୁଛନ୍ତି ଦାନିଏଲକୁ।